দুই হাতে রাখব তুমি এবে সে সময় আর নাই এবে পাপ করবার সময় নাই এবে বসি করে অনুতাপ করবার সময়টা এটা তুমি তোর বাবা মাকে ঠকি পারবো তোর মন্দির লোক ঠকি পারবো বিশ্বাসী মানুষ ঠকি পারবো গোটেদিন নিজে ঠকি হব তুমি নিজে ঠকি হব গোটেদিন প্রিয় ভাই ভଉଣୀ ମାନେ ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ବେଶୀ ସମୟ ନାହିଁ ପରଦିନ ଏତେବେଳେ କଲକାତାରେ ଥିଲି ଗୋଟେ ଭିତର ଗାଁରେ ବୁଲି ବୁଲି କହିବେ କଣ ବୋଲି କହିବେ ଆସନ୍ତା କାଲି ସକାଳ 9ଟାରୁ 12 ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କ ସହରର କରେଣ୍ଟ କଟ୍ ରହିବ କହିବେ କି ନାହିଁ ବୁଲି ବୁଲି କହିବେ ସମାନ 9ଟା ବେଳେ କରେଣ୍ଟ କାଟିଦେବେ ତମେ ପାଣି ଧରି ନଥିବ ନାଇଁ କିଛି ଗୋଟେ କାମ କରୁନଥିବ ୟା କାଟିଦେଲେ କେତେ କାଟିଦେଲେ ନ କହିତେ କେତେ କାଟିଲେ କହି କହି ବୁଲିଲେ ପରା ବୁଲିଲେ କି ନାହିଁ ତମେ ନ ଶୁଣିଲେ କାଟ ଦୋଷ କାଇଟା ସେଟା କହିଲାନି ହେଲେ ବୋଲି ଚୁପ ହେଲେ କି ଶୁଣିଥିବାର କଣ କହୁଛନ୍ତି ମୋର ପ୍ରିୟ ଭାଇ ଭଉଣୀ ମାନେ ଏବେ ଖସଲି ଗଲା ପରେ ଅଛନ୍ତି କି ନା ସମସ୍ତେ ପ୍ରଭୁ ପୁଣି ଆଇବେ କୁଇ ଆଇବେ ନାହିଁ ଏଟା ପ୍ରଭୁଙ୍କର ଦାସ ମାନଙ୍କର କାମ କହି କହି ବୁଲବାଟା ତାଙ୍କର କାମ ଏଟା କହି କାହିଁକି ପେଟ ଫୁଟା ପଶଲାଇନି ବୋଲିକି ଭାବୁଛନ୍ତି ପ୍ରିୟ ଭାଇ ଭଉଣୀ ମାନେ ଏଟା ଆମର ବେପାର ନାହିଁ ଏଟା ପ୍ରଚାର କରି ବୁଲବାଟା ଆମର ବେପାର ନାହିଁ ପ୍ରଚାର କରି ବଞ୍ଚୁନୁ ଆମେ ଆମର ପ୍ରଭୁ ଏତେ ମହାନ ଯେ ଘରେ ବସିଲେ ଖାଇବାକୁ ଦେବେ କି ନାହିଁ କହୁଛନ୍ତି ଚଢ଼େଇକୁ ଖାଇବାକୁ ଦଉଛି ଆକାଶର ପକ୍ଷୀକୁ ଖାଇବାକୁ ଦଉଛି ତୋକେ ମୁଁ ଖାଇବାକୁ ଦେଇପାରିବି ନାହିଁ এটা ব্যাপার নাই এটা পেট পাই বলুন আপন মানুষ বুঝাউছু বুঝিথাও প্রভু মিশা কৌଛନ୍ତି মানলে মানত নইলে নাই কইথ বিচার দিনে মকে সুবিধা হব এমন কই পারবি না মুই শুনি নাই রাজা শুনিছিলে মো ছাড়ি দেই থান্তি রাজা পুরিয়া ছাড়ি দেতি রাজা ফন্ড কাটা হেতি নাই রাজা টিভি দেখি ন থান্তি প্রভু মতে কইছিলে বলে প্রভু কইছিলে বলে সত্রে কো প্রেম করতি প্রভু পাঠাইছিলি কি না আকু একালে মু আসতিলা কি না আসিছিলে প্রভু তোকে কিস লাগলো তবে ততে কোন হেলা সবকু কହୁଛି সাবধান ହେଇଥାଅ টাইম ଅଛି প্রিয় ভাই ভଉଣୀ ମାନେ ସୁଯୋଗ ସବୁବେଳେ ନଥିବ ଆଗକୁ କେମିତି କଟକଣା ଆସୁଛି ଆପଣ ମନେ ରଖିଥାନ୍ତୁ ଭୟଙ୍କର ପରିସ୍ଥିତି ଆଗକୁ ଆସୁଛି ତାର ପୂର୍ବରୁ ପ୍ରଭୁ ସୁଯୋଗ ଦେଇଛି କାରଣ କଣ ଲେଖା ଅଛି କାରଣ ଆଉ ଅତି ଅଳ୍ପ ସମୟ ମାତ୍ର ଯାହାଙ୍କର ଆଗମନ କରିବାର ଅଛି ସେ ଆଗମନ କରିବେ ଆଉ ବିଳମ୍ବ ନାହିଁ ଭାବନ୍ତୁ ନାହିଁ ବିଳମ୍ବ ବୋଲି ପିଲାଟିକୁ ବୁଝାଇଥାଏ ବାହାରେ ସ୍କୁଲ ଯାଉଛ କିସ୍ କରୁଛ ସାବଧାନ ଦେଖ ସାବଧାନ କେତେ ସ୍ୱାମୀ ମାନେ ଘରେ ମୂଷା ପିଲା ପୁରା ଥିବେ ଦାଣ୍ଡେ ବାହାରିଲା ପରେ କିସ୍ କରୁଛନ୍ତି ତାকে ଜାନା ନାହିଁ ଆଉ କେତେ ଭଉଣୀ ମାନେ ମଧ୍ୟ ସ୍ୱାମୀ କାମ ପଳାଇଲା ପରେ ସେ ଆସିବ ଭାଉଜ ନାନା ଗଲେ କାମ ଗଲେ